नमस्कार ओडिशावासी मो अभिमन्यु आपण वर्तमान देखुचंती आम शक्ति न्यूज। आज आपण मन पई रहिछि देश विदेशर केतोटी बड़ गुरुत्वपूर्ण खबर। आसंतु खबर उपरे नजर पकेइबा। आजिर प्रथम बड़ खबर बेंगालुरु कोलकाता और गुजरात रे एचएमपीवी चिन्हट हेबा परे ओडिशा सरकारଙ୍କର ଛନକା ପଶିଛି। ତଥାପି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ କୁ ଅପେକ୍ଷା କରିଛନ୍ତି। ଗାଇଡଲାଇନ ଆସିଲା ପରେ ପଦକ୍ଷେପ ନେବୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଦେଶରେ ଏଚଏମପିଭି ଚିହ୍ନଟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଚୀନ ଏଚଏମପିଭି ଆସୁଥିବା ଖବରକୁ ଡବ୍ଲ୍ୟୁଏଚଓ ଏଯାବନ୍ତେ ସ୍ପଷ୍ଟ କରିନାହିଁ। ଏଠି ପ୍ରଶ୍ନ ଉଠୁଛି ହ୍ୟୁମାନ ମେଟାନିମୋ ଭାଇରସ ବା ଏଚଏମପିଭି ଟା କ'ଣ? ରିପୋର୍ଟ ଅନୁସାରେ 2001 ମସିହାରେ ଏହି ଭୂତାଣୁ ପ୍ରଥମେ ଠାବ ହୋଇଥିଲା। ଏହା କରୋନା ଭଳି ଏଚଏମପିଭି ରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସାଧାରଣତଃ ଜ୍ୱର, କାଶ, ନାକ ବନ୍ଦ ହୋଇଯାଇଥାଏ। ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଥାଏ। 5 ବର୍ଷରୁ କମ୍ ପିଲାମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହୋଇଥାନ୍ତି। ଏହାର ଏଯାଏଁ କୌଣସି ଟିକା ତିଆରି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଏଚଏମପିଭିରେ ଭାରତରେ 4 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ବିଜାପୁରରେ ବଡ଼ ମାଓ ହମଲା ହୋଇଛି। ମାଓବାଦୀମାନେ ଏଲଇଡି ବ୍ଲାଷ୍ଟ କରି ସୁରକ୍ଷା ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ଘଟଣାର ଚାଳକ ଓ 8 ଡିଆଇଜି ଯବାନ ଶହୀଦ ହୋଇଛନ୍ତି। ବିଜାପୁରର କୁଟ୍ର ମାଗର ବେଦରରେ ମାଓବାଦୀମାନେ ଏହି ଘଟଣା ଘଟାଇଛନ୍ତି। ଶହୀଦ ଯବାନମାନେ ଏହି ଅପରେସନକୁ ସଫଳ କରି ଫେରୁଥିଲେ, ଯେଉଁଥିରେ 5 ଜଣ ମାଓବାଦୀ ନିପାତ କରାଯାଇଛି। କୁହାଯାଉଛି କି ଗାଡ଼ିରେ ବିସ୍ଫୋରଣ ପରେ ମାଓବାଦୀମାନେ ଫାୟାରିଂ ମଧ୍ୟ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଏବେ ବି ମୁହାଁମୁହିଁ ଫାୟାରିଂ ଚାଲିଛି। ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯିବାର ଖବର ଆସିଛି। ଦୀର୍ଘ ଦିନ ପରେ ମାଓବାଦୀ ଛତିଶଗଡ଼ରେ ଏହିପରି ବଡ଼ ଘଟଣା ଘଟାଇଛନ୍ତି ବୋଲି ସୂଚନା ମିଳିଛି। ଯବାନମାନେ ଯାଉଥିବା ପିକଅପ୍ ଗାଡ଼ିକୁ ମାଓବାଦୀମାନେ କୁଟ୍ରୁ ମାଗର ବେଦରରେ ଟାର୍ଗେଟ କରୁଛନ୍ତି ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର ଓଡ଼ିଶାରେ ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ରେଳ ଭିତ୍ତିଭୂମି ପ୍ରକଳ୍ପର ସେ ଉଦ୍ଘାଟନ କରିଥିଲେ। ରାୟଗଡ଼ା ରେଳ ମଣ୍ଡଳର ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ 107 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାୟଗଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବ୍ରହ୍ମପୁର ସାଂସଦ ପ୍ରତାପ ପାଣିଗ୍ରାହୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍କା ପ୍ରମୁଖ ଯୋଗ ଦେଇଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା। ବିସ୍ଫୋରଣରେ 47 ସୁରକ୍ଷାକର୍ମୀ ନିହତ ହୋଇଛନ୍ତି, 30ରୁ ଅଧିକ ଆହତ ହୋଇଛନ୍ତି। ଆତ୍ମଘାତୀ ହମଲା କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ ଆର୍ମି। ବେଲୁଚିସ୍ତାନର ତୁର୍ବୁତ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିଏଲଏର ଆତ୍ମଘାତୀ ୟୁନିଟ୍ ମସ୍ଜିଦ ବ୍ରିଗେଡ୍ ପାକିସ୍ତାନ ସେନାର କନଭୟ ଉପରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଦାବି କରାଯାଉଛି। ତୁର୍ବୁତ ସହରରୁ 8 କିଲୋମିଟର ଭିତରକୁ ରେହମାନ ଅଞ୍ଚଳରେ ଏହି ଘଟଣା ଘଟିଛି। କରାଚି ଅଭିମୁଖେ ଯାଉଥିବା ପାକିସ୍ତାନର ସେନା 13ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ରହିଥିଲା 5ଟି ବସ୍ ଓ 7ଟି ମିଲିଟାରୀ ବସ୍। ବେଲୁଚିସ୍ତାନ ଲିବରେସନ ଆର୍ମି ଦାବି କରିଛି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। କିଛି ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଗୋଟିଏ ମିଲିଟାରୀ ଗାଡ଼ି ଧୂଳିସାତ ହୋଇଥିବା କହିଛି ବିଏଲଏ। ତେବେ ଏନେଇ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ସାନଗୁଣାରତ୍ନ ଜାନୁଆରୀ 15 ତାରିଖରେ ଭାରତ ଆସୁଛନ୍ତି। ତେବେ ଏହାରି ମଧ୍ୟରେ ସେ 18 ତାରିଖ 19 ତାରିଖରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଭାରତ ସିଙ୍ଗାପୁର 60 ବର୍ଷର କୂଟନୈତିକ ପୂର୍ତ୍ତ ପାଇଁ ସେ ଭାରତ ଆସୁଛନ୍ତି। ଭାରତ ଆସିବା ପରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ସିଙ୍ଗାପୁର ରାଷ୍ଟ୍ରପତି ଭାରତ ଗସ୍ତକୁ ନେଇ ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜି ଇତ୍ୟାଦି କ୍ଷେତ୍ରରେ ବୁଝାମଣା ସମ୍ଭାବନା ରହିଛି। ଜାନୁଆରୀ 28-29ରେ ଉତ୍କର୍ଷ ଓଡ଼ିଶାର ପାର୍ଟନର ରହିଛି ସିଙ୍ଗାପୁର। ପରବର୍ତ୍ତୀ ଖବର ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନେଇ ଭାରତ ନିନ୍ଦା କରିଛି। ଏହି ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ବିରୁଦ୍ଧରେ କଡ଼ା ଭାଷା ପ୍ରୟୋଗ କରିଛି ଯେ ନିଜର ଭୁଲ ପାଇଁ ପଡ଼ୋଶୀ ଦେଶକୁ ଦାୟୀ କରିବାର ଏକ ପୁରୁଣା ଅଭ୍ୟାସ ପାକିସ୍ତାନର ରହିଛି। ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସମେତ ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଆମ ନଜରକୁ ଆସିଛି। ନିରୀହ ଲୋକମାନଙ୍କ ଉପରେ କୌଣସି ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ନିଜର ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀମାନଙ୍କୁ ଦାୟୀ କରିବା ପାକିସ୍ତାନର ଏକ ପୁରୁଣା ଅଭ୍ୟାସ। ଆଫଗାନିସ୍ତାନ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ଆମେ ଗୁରୁତ୍ୱ ଦେଉଛୁ ବୋଲି
ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ରାସନ କାର୍ଡ ହିତାଧିକାରୀଙ୍କ ଇକେୱାଇସି ଅପଡେଟ୍ କରିବାର ଅବଧି ଜାନୁଆରୀ 31 ତାରିଖ ଯାଏଁ ବଢ଼ିଲା। ଏନେଇ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ବିଭାଗର ଅତିରିକ୍ତ ସଚିବ। ଏ ପର୍ଯ୍ୟନ୍ତ ପ୍ରାୟ 50 ଲକ୍ଷ ରାସନ ହିତାଧିକାରୀ ଇକେୱାଇସି ଅପଡେଟ୍ କରିନାହାନ୍ତି, ତେଣୁ ଏମାନେ ମାଗଣା ଚାଉଳରୁ ବଞ୍ଚିତ ହେବେ। ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପରେ ଯୋଗାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ସମୀକ୍ଷା କରାଯାଇଛି। ସମୀକ୍ଷା ପରେ ଇକେୱାଇସି ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି। ଅବଧି ବୃଦ୍ଧି ସମ୍ପର୍କରେ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆଳୁ ଦର ପୁଣି ବୃଦ୍ଧି ପାଇଛି। ଗୋଟିଏ ପ୍ୟାକେଟ ପିଛା 400 ଟଙ୍କା ଦର ବଢ଼ିଛି। 4 ଦିନ ପୂର୍ବରୁ ଯେଉଁ 40 କେଜି ଆଳୁ ପ୍ୟାକେଟ ଦର 800 ଟଙ୍କା ଥିଲା, ବର୍ତ୍ତମାନ ସେହି ଆଳୁ ପ୍ୟାକେଟର ଦର ଏବେ 1200 ଟଙ୍କାରେ ପହଞ୍ଚି ଯାଇଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପରିବା ଓ ଖୁଚୁରା ବେପାରୀ ଆଳୁ କେଜି 30 ଟଙ୍କାରେ ପୂର୍ବରୁ ବିକୁଥିଲେ, କିନ୍ତୁ ପ୍ୟାକେଟ ପିଛା 400 ଟଙ୍କା ବଢ଼ିବା ଦ୍ୱାରା ବର୍ତ୍ତମାନ ପରିବା ବ୍ୟବସାୟ ଏବଂ ଖୁଚୁରା ବେପାରୀ ଆଳୁ କିଲୋ 40 ଟଙ୍କାରେ ବିକୁଛନ୍ତି ଏବଂ ଗଳିକନ୍ଦିରେ କେହି କେହି 45 ଟଙ୍କାରେ ବିକୁଥିବା ଜଣାପଡ଼ିଛି। ଆଳୁ ଦର ବୃଦ୍ଧିକୁ ନେଇ ଗତ 6 ମାସ ହେଲା ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଶାସକ ଦଳ ଏବଂ ବିରୋଧୀ ପରସ୍ପରକୁ ସମାଲୋଚନା କରୁଛନ୍ତି, ହେଲେ ଏହାର ଉପକାର ସାଧାରଣ ଲୋକଙ୍କୁ ମିଳୁନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଳୁ କିଲୋ 20 ଟଙ୍କାରେ ବିକ୍ରି କରାଯାଉଥିଲା। ହଠାତ୍ ବଜାରରେ ଆଳୁ ସଂକଟ ଦେଖାଦେବାରୁ ଆଳୁ କେଜି 50ରୁ 60 ଟଙ୍କା ଛୁଇଁଥିଲା। ଏଭଳି ପରିସ୍ଥିତି କିଛି ଦିନ ହେବ ଲାଗିବା ପରେ ସରକାର ପରିସ୍ଥିତି ସ୍ୱାଭାବିକ କରିବାକୁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ। ତଥାପି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରିଲା ନାହିଁ କି ପୂର୍ବ ଦର 20 ଟଙ୍କାକୁ ଫେରିପାରିଲା ନାହିଁ। ଏବେ ଜାଣିବା ପରବର୍ତ୍ତୀ ଖବର, ଭାଗ ଚାଷକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କର ବଡ଼ ବୟାନ। ଅଦିନିଆ ବର୍ଷାରେ ଚାଷ ନଷ୍ଟ ପାଇଁ ଭାଗ ଚାଷୀକୁ କ୍ଷତିପୂରଣ ମିଳିବନି, କେବଳ ମୂଳ ଚାଷୀ ହିଁ ପାଇବେ। ମୂଳ ଚାଷୀ ଭାଗ ଚାଷୀଙ୍କ ସହ କଥା ହୋଇ କ୍ଷତିପୂରଣ ରାଶି ଆବଣ୍ଟନ କରିବାକୁ ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି। ଅଦିନିଆ ବର୍ଷା ବର୍ଷଯାକର ଫସଲ ଉଜାଡ଼ି ହେବା ପରେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଲକ୍ଷ ଲକ୍ଷ ଚାଷୀ। ହେଲେ କ୍ଷତିପୂରଣ ପାଇବାକୁ ଥିବା 6,66,720 ଚାଷୀଙ୍କ ଭିତରେ ନାହାନ୍ତି ଭୂମିହୀନ। କାରଣ ସରକାରୀ ସହାୟତା ଭାଗ ଚାଷୀଙ୍କ ପାଇଁ ନଥିବା ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ। ଉପାନ୍ତରୁ ଉପକୂଳ ସବୁଠି ରହିବ ଶୁଖିଲା ପାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ 10 ଡିଗ୍ରୀ ଉପରେ ରହିବ ତାପମାତ୍ରା, ଉପକୂଳରେ 15 ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ 2ରୁ 3 ଡିଗ୍ରୀ ତାପମାତ୍ରା ଅଧିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ 1-2ଟି ସ୍ଥାନରେ ସ୍ୱାଭାବିକଠାରୁ 1ରୁ 2 ଡିଗ୍ରୀ ତାପମାତ୍ରା କମ୍ ରହିଛି। ଏଭଳି ପାଗ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରହିବ। 4 ଦିନ ପରେ ରାଜ୍ୟରେ ପୁଣି 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେପଟେ ଆସନ୍ତା 2 ଦିନ ପାଇଁ ଅତି ଘନ କୁହୁଡ଼ି ନେଇ 7ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ସୁନ୍ଦରଗଡ଼, ଢେଙ୍କାନାଳ, କଟକ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟକୁ ସତର୍କତା ଜାରି ହୋଇଛି ବୋଲି ସୂଚନା ମିଳିଛି। ଦର୍ଶକ ବନ୍ଧୁ, ଇଏ ଥିଲା ଆଜି ଦିନର ଆପଣମାନଙ୍କ ପାଇଁ କେତୋଟି ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଆଶା କରୁଛି ଆମର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥିବ। ଆମର ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟି ଗୋଟେ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।